ଗୋହତ୍ୟା ଯେମିତି ଗୋଟେ ବିରାଟ ବଡ଼ ପାପ, ସେମିତି ନରହତ୍ୟା ଆଉ ନର ଜାଗାରେ ଯେତେବେଳେ ସେଟା ଗର୍ଭବତୀର ହତ୍ୟା ହେବ ନା, ସେଟା ଗୋଟେ ବିରାଟ ବଡ଼ ପାପ ବୋଲି କୁହାଯାଏ। ଆଉ ବର୍ତ୍ତମାନ ଏଇ ଯେଉଁ ଭିଡ଼ିଓ ଆପଣ ଦେଖୁଛନ୍ତି, ଯେଉଁଠି ଜଣେ ଗର୍ଭବତୀ ମହିଳାକୁ ପ୍ରେମିକର ସାନ ଭାଇ ଟାଙ୍ଗିଆରେ ହାଣି ହତ୍ୟା କରିଛି, ସେ ଜାଗାରେ ଆପଣ ଭାବିକି ଦେଖନ୍ତୁ। ବର୍ତ୍ତମାନ ସେ ସ୍ତ୍ରୀ ଲୋକର କେହି ଶବ ନେବା ପାଇଁ ଆସୁନାହାନ୍ତି। ସେ ତା ଜୀବନରେ ତା ବାପା ମା ନଥିଲେ, ବାପା ମାଆଙ୍କୁ ହରାଇ ଦେଇଥିଲା। ପ୍ରେମ କରି ଜଣକୁ ବାହା ହେଲା, ଚାହିଁଥିଲା ତା ସହିତ ଜୀବନର ସୁଖରେ ଟିକେ ବିତେଇବ। ତାର ଗୋଟେ 3 ବର୍ଷର ପିଲାଟିଏ ଅଛି ଆଜ୍ଞା। ସେଇ ଜାଗାରେ ଆପଣ ଚିନ୍ତା କରି ତାହେଲେ ଦେଖନ୍ତୁ, ତା ଜୀବନରେ ସେ କ'ଣ ପାଇଲା? ସେ ମଣିଷ ଜୀବନ ପାଇଥିଲା ଆଜ୍ଞା। ସେ ଜୀବନରେ ତାର ମୂଲ୍ୟ କ'ଣ ରହିଲା? ଯେତେବେଳେ ଗୋଟେ ଲୋକର ବାପା ମା ନଥାଏ ଆଉ ସେ ଯେତେବେଳେ ବାହା ହେଇଥାଏ ନା, ସେ ସ୍ତ୍ରୀର ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ ମୂଲ୍ୟ ଥାଏ କେବଳ ତା ସ୍ୱାମୀ। ଯଦି ତୁ ତାକୁ ପ୍ରେମ କରିକି ପ୍ରତାରଣା କରିବାର ଥିଲା, ତାକୁ ବାହା ହେବାର ନଥିଲା, ତାକୁ ଗୋଟେ ପିଲା କଲୁ, 3 ବର୍ଷର ଗୋଟେ ଛୁଆଟେ ଅଛି ତାର, ବର୍ତ୍ତମାନ ସମୟରେ ତୁ ତାକୁ ଛାଡ଼ିକି ଷ୍ଟେସନରେ ପଳେଇଲୁ। ପେଟରେ 4 ମାସର ଗର୍ଭବତୀ। ଭାବନ୍ତୁ 4 ମାସର ଗର୍ଭବତୀ ହତ୍ୟା ମାନେ ସେ କେବଳ ଜଣଙ୍କର ଜୀବନ ନେଲାନି ଆଜ୍ଞା। ସେଠି ସେ କୁନି ପିଲା, ତା ମାଆ ଆଉ ପେଟରେ ବଢ଼ୁଥିବା ଛୁଆ 3 ଜଣଙ୍କ ହତ୍ୟାର ଦୋଷୀ। ଏଭଳିଆ ନୃଶଂସ କାମ ତୁ କ'ଣ ପାଇଁ କଲୁ? ତୁ କେବଳ ଚାହିଁଥିଲେ ତା କତରୁ ଦୂରେଇ ଆସିଥାନ୍ତୁ, ତା ସାଙ୍ଗରେ କିଛି ଖରାପ ସମ୍ପର୍କ ରଖିନଥାନ୍ତୁ, କିନ୍ତୁ ତୁ ତାର ଭରପୁର ସବୁ ଫାଇଦା ଉଠେଇଲୁ। ସବୁ ଫାଇଦା ଉଠେଇଲା ପରେ ପରବର୍ତ୍ତୀ ଅବସ୍ଥାରେ ଏଇସା ଯେତେବେଳେ ସେ ଝିଅ ନ୍ୟାୟ ପାଇଁ ତୋ ଦାଣ୍ଡ ଆଗରେ ବସିଛି, ତୋ ସାନ ଭାଇ ତାକୁ ମାରିଥିଲା। ତାର ଦୋଷ କ'ଣ ଥିଲା? ସେ ତୋତେ ଭଲ ପାଇକି ଭୁଲ କରିଥିଲା, ତୋତେ ବିଶ୍ୱାସ କରିକି ଭୁଲ କରିଥିଲା, ତୋ ସହିତ ରାତି ରାତି ବିତେଇ ସ୍ୱପ୍ନ ଦେଖିବା ତାର ଭୁଲ ଥିଲା। ତାର ଭୁଲ ଆକ୍ଚୁଆଲି କ'ଣ ଥିଲା ନା, ତା ଭାଗ୍ୟରେ କେବଳ ମୃତ୍ୟୁ ହିଁ ଲେଖା ଥିଲା। ସେ ଯେବେଠୁ ତୋ ସାଙ୍ଗରେ ତୋ ଜୀବନରେ ଆସିଲାଣି, ସେତେବେଳଠୁ ତା ଭାଗ୍ୟରେ କେବଳ ମୃତ୍ୟୁ ହିଁ ଲେଖା ଥିଲା। ଆଜି ଗୋଟେ ଅଲଗା ଜୀବନ ରାସ୍ତାରେ ପଡ଼ିଛି, ମ୍ୟୁନିସିପାଲିଟି ବାଲା ତାକୁ ନେଇକି ଶବ ବ୍ୟବଚ୍ଛେଦ କରିବେ। ସେ ଜାଗାରେ ସେ ପିଲା ଏବେ ନିଖୋଜ। ତା ସାନ ଭାଇ କ'ଣ ପାଇଁ ଏତେ ପ୍ରତିଶୋଧ ପରାୟଣ ହେଇ ତାକୁ ମାରିଲା, କାରଣ ଜଣା ନାହିଁ। ଆପଣ ଭାବିକି ଦେଖନ୍ତୁ, ସେ ପିଲା ତା ଜୀବନରେ ଯାହା ଭୁଲ କଲା, ଏଇ ସାଥି ଏ ପିଲା ଯେଉଁ ମୂର୍ଖ ତା ଭାଇର ପ୍ରତିଶୋଧ ନେଇକି ଏ ଜିନିଷଟି କଲା, ବର୍ତ୍ତମାନ ଜୀବନ ସାରା ୟା ଜୀବନଟା ବି ନର୍କ ହେଇଯିବ। ଆଉ ଇଏ ବଞ୍ଚି ଥାଉ ଥାଉ ସେମିତି କଷ୍ଟ ପାଇବା ଦରକାର ଯେତିକି ସେ ସ୍ତ୍ରୀ ଲୋକ ମଲାବେଳେ ପାଇଛି। ନ ପାଇଲେ ଏ ଭଗବାନ ଆଜ୍ଞା ସତ କଥା କାହାକୁ ତ୍ରାହି ଦେବେନି। ଜୟ ଜଗନ୍ନାଥ।